नमस्कार दर्शक बंधु शुभ सकाळ आज ହେଉଛି ଏପ୍ରିଲ ମାସ 29 ତାରିଖ ବୁଧବାର। ଚାଲନ୍ତୁ ନଜର ପକାଇବା ଆଜି ଦିନ ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର। ସକାଳ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପ୍ରକୃତିର ଅସ୍ୱାଭାବିକ ପ୍ରଭାବ ଦେଖାଉଛି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି। ଗ୍ରୀଷ୍ମ ପ୍ରବାହକୁ ନେଇ 30ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସରକାରଙ୍କ ତରଫରୁ ବାରମ୍ବାର ଆଲୋଚନା ଜାରି ରହିଛି। ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର। ଆକ୍ସିସ୍ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ 9% ବୃଦ୍ଧି ପାଇଁ 7,071 କୋଟି ଟଙ୍କା। ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ 2025-26 ଆର୍ଥିକ ବର୍ଷକୁ ଚମତ୍କାର ଢଙ୍ଗରେ ଶେଷ କରିଛି। ଏହି ବର୍ଷର ଚତୁର୍ଥ ତ୍ରୈମାସିକରେ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ 9% ବୃଦ୍ଧି ପାଇଁ 7,071 କୋଟି ଟଙ୍କା ହୋଇଛି। ବ୍ୟାଙ୍କର ଅଗ୍ରିମ ପରିଣାମ ବାର୍ଷିକ ଭିତ୍ତିରେ 19%, ମୋଟ ଜମା 14% ବୃଦ୍ଧି ପାଇଛି। କାଶା ଅନୁପାତ 40% ରହିଛି। ନିଟ୍ ସୁଧ ଆୟ 5% ଏବଂ ଫି ଆୟ 8% ବଢ଼ିଛି। ରିଟେଲ ଫିରେ 11%ର ବୃଦ୍ଧି ହୋଇଛି। ପରବର୍ତ୍ତୀ ଖବର। ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଖୋଲି ଆଣିବା ଘଟଣା। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ମଲିପୋଷି ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ମଶାଣିରୁ ମୃତଦେହ ଖୋଲି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା। ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଘଟଣାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଦାନମାଝିଙ୍କ ପରେ ଏହା ରାଜ୍ୟରେ ଦ୍ୱିତୀୟ ଘଟଣା। ପରବର୍ତ୍ତୀ ଖବର। ହରମୁଜ ପାର କରି ଭାରତ ଅଭିମୁଖେ ଏଲ୍ଏନ୍ଜି ଟ୍ୟାଙ୍କର। ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ରହିଛି, କିନ୍ତୁ କେବେ ଯୁଦ୍ଧ ହେବ ତାହା କେହି କରିପାରିବେ ନାହିଁ। ଯୁଦ୍ଧ ଯୋଗୁଁ ତେଲ ଅଭାବ ହୋଇପାରେ। ଏହା ଭିତରେ ଭାରତ ପାଇଁ ଏକ ଭଲ ଖବର ଅଛି। ପ୍ରାକୃତିକ ଗ୍ୟାସ୍ ଏଲ୍ଏନ୍ଜିର ପ୍ରଥମ ଟ୍ୟାଙ୍କର ସଫଳତାର ସହ ହରମୁଜ ପ୍ରଣାଳୀ ଦେଇ ପରିବହନ କରିଛି। ମାର୍ଚ୍ଚ ମାସରେ ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରେ ଏହା ପ୍ରଥମ ଥର ପାଇଁ ଏଲ୍ଏନ୍ଜି ବହନକାରୀ ଟ୍ୟାଙ୍କର ହରମୁଜ ପ୍ରଣାଳୀ ଦେଇ ପରିବହନ କରିଛି। ପରବର୍ତ୍ତୀ ଖବର। ଶେଷରେ ଜିତୁମୁଣ୍ଡାଙ୍କ ଗାଁରେ ବ୍ୟାଙ୍କ ଓ ପ୍ରଶାସନ। ମିଳିଲା 19,400 ଟଙ୍କା। କେନ୍ଦୁଝର ଜିତୁମୁଣ୍ଡା ଯେତେବେଳେ ବୁଝାଇ ପାରିଲେନି ତାଙ୍କ ଭଉଣୀ ଆଉ ନାହାନ୍ତି, ସେତେବେଳେ ସେ ବାଧ୍ୟ ହୋଇ କବରରୁ ଭଉଣୀର କଙ୍କାଳକୁ ବାହାର କରି କାନ୍ଧରେ ବୋହି ଆଣିଲେ। ଏହି ଦୃଶ୍ୟ କେବଳ ପଥର ନୁହେଁ ବରଂ ବ୍ୟାଙ୍କ ଓ ପ୍ରଶାସନର କଠୋର ହୃଦୟକୁ ବି ତରଳାଇ ଦେଇଛି। ଶେଷରେ ଜିତୁଙ୍କ ତାଙ୍କ ଭଉଣୀର ଜମାପୁଞ୍ଜି 19,400 ଟଙ୍କା ଓ ସଂସ୍କାର ପାଇଁ ସହାୟତା ମିଳିଛି। ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ କଲୋରାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଓ ଲିଗାଲ ହେୟାର ସାର୍ଟିଫିକେଟ୍ ପରିବାରକୁ ପ୍ରଦାନ କରିଛି। ପରବର୍ତ୍ତୀ ଖବର। ରାଜ୍ୟରେ ଅସହ୍ୟ ତାତି 45 ଡିଗ୍ରୀ ଟପିଲା ଝାରସୁଗୁଡ଼ା। ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 45.3 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟ 12ଟି ସ୍ଥାନରେ ପାରଦ 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ ଅପଡେଟ୍ ଅନୁଯାୟୀ ଝାରସୁଗୁଡ଼ା ବ୍ୟତୀତ ବୌଦ୍ଧରେ 43.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପରବର୍ତ୍ତୀ ଖବର। OJEE ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ। 1 ତାରିଖରୁ ଆରମ୍ଭ ହେବ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE 2026 ପରୀକ୍ଷା ତାରିଖ। ଆସନ୍ତା ମେ 4 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ପରୀକ୍ଷା ଚାଲିବ। ପ୍ରଥମ ସିଫ୍ଟ ସକାଳ 9ଟାରୁ 11ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ 1ଟାରୁ 3ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ 4:30ଟାରୁ 6:30ଟା ଯାଏଁ ହେବ ବୋଲି OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ CBT ମୋଡରେ ହେବ। ଆବେଦନକାରୀଙ୍କ ଆଡମିଟ୍ କାର୍ଡ଼ ୱେବସାଇଟରେ ଉପଲବ୍ଧ ରହିଛି। ପରବର୍ତ୍ତୀ ଖବର। ପୂର୍ବ ଭାରତର ଦ୍ୱିତୀୟ ଜାମଶେଦପୁର ହେବ କେନ୍ଦୁଝର। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଞ୍ଚଳର ଉଚ୍ଚବଲିଠାରେ 1647 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 420 ଓ 220 kV ଗ୍ରିଡ୍ ସବଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମଶେଦପୁର ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର। ସାଧାରଣ ଲୋକଙ୍କୁ ମହାକାଶ ପଠାଇବ ଇସ୍ରୋ। କରିବାକୁ ହେବ ଏହି ଛୋଟିଆ କାମ। ମହାକାଶକୁ ଛୁଇଁବେ ସାଧାରଣ ନାଗରିକ। ମହାକାଶ ଯାତ୍ରା ବର୍ତ୍ତମାନ କେବଳ ବୈଜ୍ଞାନିକ ନୁହେଁ, ପର୍ଯ୍ୟଟନ ପାଇଁ ମଧ୍ୟ ସମ୍ଭବ ହେଉଛି। ଏଥିପାଇଁ ଉଚ୍ଚ ଶାରୀରିକ ଫିଟନେସ୍, କଠୋର ପ୍ରଶିକ୍ଷଣ ଏବଂ ବ୍ଲୁ ଓରିଜିନାଲ ପରି ଘରୋଇ କମ୍ପାନୀ ବା ଆନ୍ତର୍ଜାତୀୟ ମିଶନ ଜରିଆରେ ବହୁଳ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ।
ମହାକାଶର ସ୍ୱପ୍ନ ଆଉ କେବଳ ମହାକାଶଚାରୀଙ୍କ ପାଇଁ ସୀମିତ ନୁହେଁ, ଏକ ବିପ୍ଳବୀ ପଦକ୍ଷେପ ସ୍ୱରୂପ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏହାର ମହାକାଶଚାରୀ କ୍ୟାଡର ଦ୍ୱାରା ସାଧାରଣ ନାଗରିକଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଖବର, ଗୁଜରାଟ ସ୍ଥାନୀୟ ନିର୍ବାଚନରେ ବିଜେପିର ଭାରୀ ଜୟ। ଗୁଜରାଟର ସ୍ଥାନୀୟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜେପି ସମସ୍ତ ସ୍ତରରେ ଭାରୀ ଆଗୁଆ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକମାନଙ୍କ ଦୃଢ଼ ସମର୍ଥନର ପ୍ରତିଫଳ ବୋଲି କହିଛନ୍ତି। ସେ କହିଛନ୍ତି ଗୁଜରାଟ ଓ ବିଜେପି ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି ଏବଂ ଏହି ଫଳାଫଳ ସୁଶାସନର ରାଜନୀତି ପ୍ରତି ଜନମତକୁ ପ୍ରକାଶ କରୁଛି। ପରବର୍ତ୍ତୀ ଖବର, ବଢ଼ୁଛି ଛାତ ଉପରେ ସୌରଶକ୍ତି ଚାହିଦା। ରାଜ୍ୟରେ ପ୍ରାୟ 11,000 ପରିବାର ହାତରେ ଏବେ ଜିରୋ ବିଜୁଳି ବିଲ୍। ସରକାରଙ୍କ ସୌର ଘର ଯୋଜନାରେ ଲାଭବାନ ହେଉଛି ଓଡ଼ିଶାର ବିଜୁଳି ଉପଭୋକ୍ତା। ପରେ 11,000 ପରିବାର ହାତରେ ଏବେ ଶୂନ୍ୟ ବିଜୁଳି ବିଲ୍। ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡ଼ିଶାର ପ୍ରାୟ 11,000 ବିଦ୍ୟୁତ୍ ଗ୍ରାହକ ଛାତ ଉପରେ ଥିବା ସୌରଶକ୍ତି ବ୍ୟବସ୍ଥା ସ୍ଥାପନ କରିବା ପରେ ମାର୍ଚ୍ଚ 2024ରେ ଶୂନ୍ୟ ବିଦ୍ୟୁତ୍ ବିଲ୍ ପାଇଥିଲେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ଏହି ପରିବର୍ତ୍ତନକୁ ସକ୍ଷମ କରାଯାଇଛି, ଯାହା ପରିବାର ପାଇଁ ସ୍ୱଚ୍ଛ ଏବଂ ସୁଲଭ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରେ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ମାସରେ 10,885 ପରିବାର ଶୂନ୍ୟ ବିଲ୍ ହାସଲ କରିଛନ୍ତି, ଯାହା ଏହି ଅଞ୍ଚଳରେ ବିକେନ୍ଦ୍ରୀକୃତ ସୌରଶକ୍ତି ଗ୍ରହଣର ବୃଦ୍ଧି ପାଉଥିବା ସଫଳତାକୁ ହାଇଲାଇଟ୍ କରିଛି। ପରବର୍ତ୍ତୀ ଖବର, ହଟଲାଇନ୍ ମେଣ୍ଟେନାନ୍ସ ଏଣିକି ବିନା ବିଦ୍ୟୁତ୍ କାର୍ଡରେ ହେବ ମରାମତି ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାକୁ ଏବେ ସମୁଦ୍ର ଶିଳ୍ପ ହବରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଞ୍ଚଳର ଉଚ୍ଚବାଲିଠାରେ 1,647 କୋଟି ଟଙ୍କାର ବ୍ୟୟରେ ନିର୍ମିତ ହେବାକୁ ଥିବା 420 ଓ 220 କେଭି ଗ୍ରିଡ୍ ସବଷ୍ଟେସନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପରବର୍ତ୍ତୀ ଖବର, ରାଜ୍ୟରେ କେବେ ହେବ ନିଗମ ଓ ବୋର୍ଡ ନିଯୁକ୍ତି? ମନମୋହନ ସାମଲ ଦେଲେ ବଡ଼ ସୂଚନା। ଜୁନ୍ 12ରେ ସରକାରଙ୍କ 2 ବର୍ଷ ପୂର୍ତ୍ତି ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲେ ସରକାର, ସେଥିରୁ 80% କାମ ସରିଛି। ବାକି ଥିବା କାମ 2 ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ। ସରକାରଙ୍କ 2 ବର୍ଷ ପୂର୍ତ୍ତି ହେବା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ରାଜ୍ୟରେ ଖୁବ୍ ଶୀଘ୍ର ନିଗମ ବୋର୍ଡ ନିଯୁକ୍ତି ହେବ। ପରବର୍ତ୍ତୀ ଖବର, ଟାଟା ଷ୍ଟିଲ୍ ଫାଉଣ୍ଡେସନର ବଡ଼ ଘୋଷଣା। ବୈଷୟିକ ଶିକ୍ଷାର୍ଥୀଙ୍କୁ ମିଳିବ ସବସିଡି, ଉପକୃତ ହେବେ ଛାତ୍ରଛାତ୍ରୀ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ TSF ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଜର ବୈଷୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ କୋର୍ ଡିପ୍ଲୋମା କରୁଥିବା ପିଲାଙ୍କ ପାଇଁ ସଂସ୍ଥା ପକ୍ଷରୁ 1,20,000 ଟଙ୍କାର ସବସିଡି ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ଶିକ୍ଷାର୍ଥୀଙ୍କୁ ଡିପ୍ଲୋମା ପାଠ୍ୟକ୍ରମ ଅବଧି ମଧ୍ୟରେ ସେମିଷ୍ଟର ପିଛା 20,000 ଟଙ୍କା ହିସାବରେ 1,20,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ 2 ଦିନିଆ ସିକିମ୍ ଗସ୍ତରେ ଅଛନ୍ତି। ସେ ସିକିମର 50ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନର ସମାପନ ଉତ୍ସବରେ ଯୋଗ ଦେବା ପାଇଁ ଗ୍ୟାଙ୍ଗଟକରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ସହରରେ ଏକ ବିଶାଳ ରୋଡ୍ ଶୋରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ଶୋ ପାଇଁ ଏକ ବିଶାଳ ଭିଡ଼ ଜମା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ସକାଳେ ଗ୍ୟାଙ୍ଗଟକରେ ପିଲାମାନଙ୍କ ସହିତ ଫୁଟବଲ ଖେଳିଥିଲେ। ଫୁଟବଲ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପର ଅନେକ ଗୋଲ୍ ସ୍କୋର କରିଥିଲେ, ଯାହା ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ୍ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ପିଲାମାନଙ୍କ ସହିତ ଫୁଟବଲ ଅଧିବେଶନକୁ ଉର୍ଜାଲୁ ଭାବରେ ବର୍ଣ୍ଣନା କରିଥିଲେ ଏବଂ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଥିଲେ। ପରବର୍ତ୍ତୀ ଖବର, କଟକ ବଡ଼ ମେଡିକାଲରୁ 14 ଶିଶୁ ନିଖୋଜ ଘଟଣା ତଦନ୍ତ କରୁଛି OSCPCR। SCBରୁ ଶିଶୁ ଗାୟବ ଘଟଣାର ଜୋରଦାର ହେଲା ତଦନ୍ତ ପ୍ରକ୍ରିୟା। ଗତକାଲି RDCଙ୍କ ଚିଠି ଆଉ ଆଜି OSCPCR SCB ମେଡିକାଲ ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗରେ କରିଛି ତନାଘନା। 2010ରୁ କେତେ ଅସହାୟ ମାନସିକ ବିକାରଗ୍ରସ୍ତ ମହିଳା SCBରେ ପ୍ରସବ କରିଛନ୍ତି ତାହାର ରିପୋର୍ଟ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛି ଏହି ଟିମ୍। SCB ମେଡିକାଲର ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଭାଗରୁ 14 ଜଣ ନବଜାତ ଶିଶୁଙ୍କ ନିଖୋଜ ଘଟଣାର ତଦନ୍ତ ଆରମ୍ଭ କରିଛି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ। ଶିଶୁ ନିଖୋଜ ନେଇ ଯାହା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ସେ ନେଇ SCB କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଛି।
ପରବର୍ତ୍ତୀ ଖବର ଆଜିଟି ପାଗରେ ଆସିବ ପରିବର୍ତ୍ତନ କାଳବୈଶାଖୀ ବର୍ଷାର ସମ୍ଭାବନା। ଆଜିଟି ପାଗରେ ଆସିବ ପରିବର୍ତ୍ତନ କାଳବୈଶାଖୀରେ ଆଣିବ ଆଶ୍ୱସ୍ତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମେ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। 29 ତାରିଖରେ ଏକ ଡ୍ରପ୍ ଲାଇନ୍ ଯୋଗୁଁ ବର୍ଷାର ପରିମାଣ ଅଧିକ ବଢ଼ି ରହିବ। ଏଥିସହ ପବନ ବେଗ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି। ଫଳରେ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି 20ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। 17ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ବିକଶିତ ଓଡ଼ିଶା 2036 ପାଇଁ ଓଡ଼ିଶାର ସଂକଳ୍ପ ସୁଦୃଢ଼। ସମନ୍ୱିତ ଯୋଜନା ଓ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଓଡ଼ିଶାର ଦୀର୍ଘକାଳୀନ ବିକାଶର ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆଜି ପ୍ରଶାସନିକ ଓ ଶାସନ ସଂସ୍କାର କମିଟିର ସଦସ୍ୟ OP ଅଗ୍ରୱାଲଙ୍କ ସହ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ନିର୍ମାଣ ଉନ୍ନୟନ, ନଗର ଉନ୍ନୟନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ପରବର୍ତ୍ତୀ ଖବର ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସୁଧମୁକ୍ତ EV ଭେହିକିଲ୍ ଆଡ଼ଭାନ୍ସ ବନ୍ଦ। ଆଉ ମିଳିବନି ସରକାରୀ କର୍ମଚାରୀଙ୍କ ସୁଧମୁକ୍ତ EV ଭେହିକିଲ୍ ଆଡ଼ଭାନ୍ସ। ରାଜ୍ୟ ସରକାର ଜାରି କଲେ ସୂଚନା। EV ଗାଡ଼ି କିଣିବା ପାଇଁ ମିଳୁଥିବା ବିନା ସୁଧରେ ଆଡ଼ଭାନ୍ସ ଟଙ୍କା ସରକାର ବନ୍ଦ କରିଛନ୍ତି। 2026-27 ଆର୍ଥିକ ବର୍ଷ ପାଇଁ ଏପ୍ରିଲ 1 ତାରିଖରୁ ଏହା ଲାଗୁ କରାଯାଇଛି। ଓଡ଼ିଶା ବୈଦ୍ୟୁତିକ ଯାନ ନୀତି 2021 ଅନୁସାରେ ପରିବହନ ବିଭାଗ ଦ୍ୱାରା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସୁଧମୁକ୍ତ EV ଭେହିକିଲ୍ ଅଗ୍ରିମ ମଞ୍ଜୁର କରିବା ସମ୍ପର୍କରେ ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପରବର୍ତ୍ତୀ ଖବର ଶେଷ ପର୍ଯ୍ୟାୟରେ ବିନ୍ଧ ଖୋଦେଇ ଆଜି ତୁମ୍ବରେ ଅରକଣ୍ଟା ବସିବାକୁ କରାଯିବ ଅଗରବିନ୍ଧ। ନିହଣ ମୁଗୁର ମାଡ଼ର ଧ୍ୱନିରେ ଗୁଞ୍ଜରି ଉଠିଛି ରଥଖୋଲା। ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି। ପ୍ରତି ତୁମ୍ବରେ ସୁଲଜୋଡ଼ା ବିନ୍ଧ ହେଉଛି। ସୋମବାର ନାହାକା ତୁମ୍ବ ବିନ୍ଧ ଖୋଦେଇ ସରିଥିବା କହିଛନ୍ତି ତାଳଧ୍ୱଜର ବରିଷ୍ଠ ବିଶ୍ୱକର୍ମା ରଘୁନାଥ ସୁବୁଦ୍ଧି। ବିଶ୍ୱକର୍ମାମାନେ ରଥଧ୍ୱଜର 42 ତୁମ୍ବରେ ବିନ୍ଧ ଖୋଦେଇ କରୁଛନ୍ତି। ପରବର୍ତ୍ତୀ ଖବର ଅତିଥି ଦେବୋ ଭବ। ରାଜଧାନୀରେ ସାଧାରଣ ଲୋକଙ୍କ ଅତିଥି ଭବନ ଭଡ଼ା 100 ଟଙ୍କା। VIP ନେତା କିମ୍ବା ଅଫିସରଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ହେବ ବିରାଟ ଅତିଥି ଭବନ। କୋରାପୁଟ ଓ ମାଲକାନଗିରିର ଉପାନ୍ତ ଅଞ୍ଚଳ ହେଉ କି ସୁଦୂର ନୂଆପଡ଼ା, ବିଭିନ୍ନ କାମରେ ରାଜଧାନୀକୁ ଆସିଥିବା ଲୋକଙ୍କୁ ମିଳିବ ଶସ୍ତା ରହଣି ସୁବିଧା। ମାତ୍ର 100 ଟଙ୍କା ଦେଇ ଅତିଥି ଭବନରେ ରାତ୍ରିରେ ରହିପାରିବେ। ପରବର୍ତ୍ତୀ ଖବର ବଦ୍ରିନାଥ ଯାତ୍ରା ପୂର୍ବରୁ ମହାଭୋଗ ହୁଏ 40 କିଲୋ ଚାଉଳ ଓ ମାଂସ। ଅକ୍ଷୟ ତୃତୀୟାରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀର ଦ୍ୱାର ଖୋଲିବା ପରେ କେଦାରନାଥ ଦ୍ୱାର ଏବଂ ବଦ୍ରିନାଥର ଦ୍ୱାର ଖୋଲାଯାଏ। ବଦ୍ରିନାଥ ଦ୍ୱାର ଖୋଲିବା ପୂର୍ବରୁ ଯୋଶୀମଠର ପ୍ରସିଦ୍ଧ ନରସିଂହ ମନ୍ଦିର ପରିସରରେ ଏକ ଚମତ୍କାରବୀର ତିମୁଣ୍ଡିଆ ମେଳା ଅନୁଷ୍ଠିତ ହୋଇଥିଲା। ଏହି ପୌରାଣିକ ପରମ୍ପରାରେ ଅଂଶଗ୍ରହଣ କରିବା ପାଇଁ ହଜାର ହଜାର ଲୋକ ଏକାଠି ହୋଇଥିଲେ। ପରବର୍ତ୍ତୀ ଖବର ଆଜିର ସୁନାଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନାଦର। ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନାଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନାର 1,54,000 ଟଙ୍କା ରହିଛି। ସେହିପରି 22 କ୍ୟାରେଟର ସୁନାର ଦର 1,40,250 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,54,000 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,40,250 ଟଙ୍କା ପହଞ୍ଚିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,60,000 ଟଙ୍କା ହୋଇଛି।